ଭିଡ଼ ଭିତରେ ତାକୁ ମୁଁ ଖୋଜି ଚାଲିଥିଲି। ସମସ୍ତଙ୍କୁ ତ ଦେଖିପାରୁଛି, ହେଲେ ତାକୁ ଦେଖିବାକୁ ପାଉନଥିଲି। ଏହି ଭିଡ଼ରେ ସମସ୍ତେ ଖୁସିରେ ମସ୍ତି କରୁଥିଲେ, ତାକୁ କିନ୍ତୁ ଦେଖିବା ମୋ ପାଇଁ ସ୍ୱପ୍ନ ହୋଇଯାଇଥିଲା। ନା ତାକୁ କଲ୍ କରିପାରୁଥିଲି, ନା ତା କଥା କାହାକୁ ପଚାରି ପାରୁଥିଲି। ଆମର ଉତ୍ସବ ପାଇଁ ସମସ୍ତେ ଆଜି ଖୁସି ଥିଲେ, ସମସ୍ତେ ବ୍ୟସ୍ତ ବି ଥିଲେ। କିନ୍ତୁ ସବୁଠୁ ବେଶୀ ଖୁସି ଆଉ ସବୁଠୁ ବ୍ୟସ୍ତ ରହିବା ଲୋକଟା ମୋ ଆଖି ଆଗରୁ ଗାୟବ ଥିଲା। ସେ ଥିଲେ ଏହି ଉତ୍ସବର କାମ ଅଧା କରିଦେଇଥାନ୍ତା। ସେ ଥିଲେ ମୋତେ ବି ଆଜି ଏତେ ପରିଶ୍ରମ କରିବାକୁ ଜମା ପଡ଼ିନଥାନ୍ତା। ଆଜି ତା କଥା ଭାରି ମନେ ପଡ଼ୁଥିଲା। ହେଲେ ସେ କେବେ ମୋ ସହ କଥା ହେବାକୁ ନାହିଁ, ମୋ ସହ ଦେଖା କରିବ କି ନାହିଁ, ମୋର ଆଉ ବିଶ୍ୱାସ ନଥିଲା। କେମିତି ଆସିବ? ସେ କ'ଣ ସେଦିନର ବଦନାମକୁ ଭୁଲି ଯାଇଥିବ? ହଁ, ତା ବଦନାମକୁ ସିନା ସେ ଭୁଲି ଯାଇପାରେ, ହେଲେ ତାକୁ ନେଇ ମୋତେ କରିଥିବା ବଦନାମକୁ ସେ କ'ଣ ଭୁଲି ପାରିବ? ସେଦିନ ଆମେ ସମସ୍ତଙ୍କ ଚକ୍ରାନ୍ତର ଶିକାର ହେଇଥିଲୁ। ଆମ ପବିତ୍ର ସମ୍ପର୍କର ନିବିଡ଼ତାକୁ ଦେଖି ସମସ୍ତେ ଈର୍ଷା କରିବା ଆରମ୍ଭ କରିଦେଇଥିଲେ। ଆଉ ଆମକୁ ଅଲଗା କରିବାକୁ ଯୋଜନା କରି ଶେଷରେ ଅଲଗା କରିବାକୁ ସଫଳ ମଧ୍ୟ ହୋଇଯାଇଥିଲେ। ଆମେ କାଳେ ପୁଣି ଏକାଠି ହେଇଯିବୁ, କାଳେ ପୁଣି ଆମେ ଯୋଗାଯୋଗ କରିବୁ, ସେଥିପାଇଁ ଆମକୁ ନେଇ ମିଛ ବଦନାମ କରିବା ଆରମ୍ଭ କରିଦେଇଥିଲେ। ସେ ତ ତା ବଦନାମ ସହିଯାଇଥିଲା, ହେଲେ ମୋ ବଦନାମକୁ ସହିବା ତା ପକ୍ଷେ ଯେମିତି ସମ୍ଭବ ନଥିଲା। ଶେଷରେ ସବୁ ମିଛ ବଦନାମରୁ ମୋତେ ବଞ୍ଚାଇବାକୁ ଯାଇ ସବୁଦିନ ପାଇଁ ବୋଧେ ମୋଠୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲା। ଆଉ ମୋ ସହ ସବୁ ଯୋଗାଯୋଗ ବି କାଟି ଦେଇଥିଲା। ଜାଣିଛି ସେ ଏସବୁ କଲାବେଳେ ତାକୁ ଭାରି କଷ୍ଟ ହେଉଥିବ। ଆଉ ମୋତେ କ'ଣ କମ୍ କଷ୍ଟ ହେଉଥିଲା ଭାଇ? ତା ପାଇଁ ମୋ ନିଦ ହଜି ଯାଇଥିଲା, ଭୋକ ଲାଗିବା ବି ବନ୍ଦ ହେଇଯାଇଥିଲା, କି ତା ବିନା କାମ କରିବାକୁ ମନ ବି ଲାଗୁନଥିଲା। ସେ ଗଲା ପରେ ଯେମିତି ସବୁ ଅସୁବିଧା ମୋ ଆଡ଼କୁ ମାଡ଼ି ଆସିଥିଲେ। ଧୀରେ ଧୀରେ ମୁଁ ତଳକୁ ତଳକୁ ଖସିବା ଆରମ୍ଭ କରିଦେଇଥିଲି। ସେ ଥିଲା ମୋ ପାଇଁ ଅନେକ କିଛି। କେବେ ମୋତେ ଅଫିସରେ କିଛି କାମ କରିବାକୁ ସେ କେବେ ଦିଏନି। ଯେଉଁ କାମ କାଲି ହେବା କଥା ସେ କାମ ସେ ଆଜି କରିଦେଇଥାଏ। କେବେ ଶିକାୟତ କରିବାକୁ ମୌକା ବି ଦେଇନି। ଆଜି ତା ଚୌକି ସେମିତି ଖାଲି ପଡ଼ିଛି, ଆଉ ତାକୁ ଅପେକ୍ଷା କରି ରହିଛି ସେ କେବେ ଆସିବ ଆଉ ତାରି ଉପରେ ବସି ଅଫିସର ସବୁ କାମ କରିବ। ହେଲେ ସେଇଟା ସେଇ ଚୌକିର ସ୍ୱପ୍ନ ବୋଲି ମୁଁ ଜାଣିଛି। କାହିଁକି ନା ସେ ସ୍ୱପ୍ନ କେବେ ପୁରା ହୁଏ ନା। ଆଜି ଆମର ଗୋଟେ ବଡ଼ ଉତ୍ସବ ହେବାକୁ ଯାଉଛି, ଆଉ ସେଇ ଉତ୍ସବ ପୂର୍ବରୁ ଅଫିସରେ ଗହଳି ଲାଗିବା ବି ଆରମ୍ଭ ହୋଇଯାଇଛି। ହେଲେ ସେଇ ଗହଳିରେ ତାକୁ ନ ପାଇ ମୋତେ ଭାରି କଷ୍ଟ ଲାଗୁଛି। କେମିତି କଷ୍ଟ ଲାଗିବନି? ସେ ତାର ସେଇ ହାତରେ ଏ ଅଫିସକୁ ଗଢ଼ିଛି, ନିଜେ ପରିଶ୍ରମ କରି କେତେ ଆଗକୁ ବଢ଼େଇଛି। ଆଉ ସବୁଠୁ ବେଶୀ ଅବଦାନ ଥିବା ମଣିଷଟା ଯଦି ଆଜି ଏଇଭଳି ଉତ୍ସବରେ ନ ରହିବ, ମୁଁ କ'ଣ ସତରେ ସହିପାରିବି? ସମସ୍ତେ ମଜା କରୁଥିବେ, ସମସ୍ତେ ଖୁସି ହେଉଥିବେ, ହେଲେ ଯାହା ପାଇଁ ଆଜି ଅଫିସ ଏଇ ଜାଗାରେ ପହଞ୍ଚିଛି ସେ କିନ୍ତୁ ନଥିବ। କଷ୍ଟ ତ ହେଉଛି, ହେଲେ କିଛି ରାସ୍ତା ମୋ ପାଖରେ ନାହିଁ ଭାଇ। ଏମିତି ଭାବନା ଭିତରେ ବେଳେବେଳେ ଆଖିଟା ଜକେଇ ଆସୁଛି। ଲୁହ ଗୁଡ଼ାକୁ ଅଟକାଇବାକୁ ଚେଷ୍ଟା କରିବି ବିଫଳ ହେଇଯାଉଛି। ଆଉ ଶେଷରେ ଅଜାଣତରେ ଆଖିରୁ କେତେବେଳେ ଲୁହଗୁଡ଼ା ତଳକୁ ଗଡ଼ି ଆସୁଛି। ଜାଣିଛି ସେ ଏସବୁ ଜାଣିପାରୁଛି, ଆଉ ଏସବୁ ଦେଖି ତାକୁ ବି ଭାରି କଷ୍ଟ ହେଉଥିବ, ହେଲେ ତା ପାଖରେ ବି କିଛି ରାସ୍ତା ନଥିବ। ଯେବେ ଯେବେ ମୁଁ ଅସୁବିଧାରେ ପଡ଼େ, ଯେବେ ଯେବେ କିଛି ଦରକାର ପଡ଼େ, ଯେବେ ଯେବେ କିଛି କାମ ଅଧୁରା ରହିଯାଏ, ସେତେବେଳେ ସେ ହିଁ କେବଳ ମୋର ମନେ ପଡ଼ିବାକୁ ଲାଗେ। ସେ ଥିଲେ ବୋଧେ ଆଜି ଏମିତି ଅସୁବିଧା ହେଇନଥାନ୍ତା। ସେ କିଏ ଥିଲା ଜାଣିବେନି ପ୍ରତାପ ଭାଇ? କହିଲି ହଁ, ଜାଣିବାକୁ ତ ଇଚ୍ଛା ବହୁତ ଅଛି। ସେ କହିଲା ଜାଣିଛି, ଆପଣ ପଚାରିବେ ସେ କିଏ ବୋଲି, ତା ସହ ମୋର କ'ଣ ସମ୍ପର୍କ ଥିଲା। ଏତିକି କହିବି, ସେ ମୋର ଭାରି ଖାସ୍ ଥିଲା, ନିଜଠୁ ଅଧିକ ଥିଲା। ଭଉଣୀ ହେଇ ରାକ୍ଷୀ ବାନ୍ଧୁଥିଲା, ଝିଅ ହେଇ ଅଝଟ ବି କରୁଥିଲା। ଆଉ ଆମ ସମ୍ପର୍କରେ କଳଙ୍କ ନଥିଲା, ସବୁଠୁ ପବିତ୍ର ସମ୍ପର୍କ ଥିଲା। ଯେଉଁ ସମ୍ପର୍କ କେବେ କାହାର କ୍ଷତି ନୁହେଁ, ବରଂ ସମସ୍ତଙ୍କ ପାଇଁ ଲାଭଦାୟକ ଥିଲା। ଆଉ ଆଗକୁ ବି ଲାଭ ହିଁ ହେଇଥାନ୍ତା। କିନ୍ତୁ ମଣିଷ ବେଳେବେଳେ ଈର୍ଷା ସହି ନପାରି ଏମିତି କାମ କରେ ଯେ ସେ ଭାବେ ସେ ବହୁତ ବଡ଼ କାମ କରିଛି। କିନ୍ତୁ ପରେ ପରେ ଈର୍ଷା କରୁଥିବା ଲୋକମାନଙ୍କର ବେଶୀ କ୍ଷତି ହୁଏ। ଆଉ ଆଜି ଯାହା ସେଇମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଭଗବାନ ଅଛନ୍ତି, ଆଉ ସବୁ ଫଇସଲା ବି ସେ ନିଶ୍ଚିତ କରନ୍ତି। ଆଜି ତାକୁ ମୋଠୁ ଦୂରେଇ ଦେଇଥିବା ଲୋକମାନେ ତାଙ୍କ କର୍ମ ନେଇ ସେମାନେ ଭୋଗୁଛନ୍ତି। ଆଉ ଆମେ ଠିକରେ ଥିଲୁ ବୋଲି ଆମେ ଖୁସିରେ ଅଛୁ। ମାନୁଛି ଆମ ଦୂରତା ଆମକୁ କଷ୍ଟ ଦେଉଛି, ହେଲେ ସମୟ ଆସିବ, ସେଇ ଦୂରତା ଦିନେ ନିଶ୍ଚୟ କମିବ, ଆଉ ଆମ ପବିତ୍ର ସମ୍ପର୍କ ପୁଣି ଆଗ ଭଳି ଫେରିଆସିବ। କିନ୍ତୁ ସେ ସମୟ ପର୍ଯ୍ୟନ୍ତ ମୋ ଧୈର୍ଯ୍ୟ ନଥିଲା। ଏମିତି କାର୍ଯ୍ୟକ୍ରମ ଆଉ ସବୁ ପର୍ବପର୍ବାଣୀ ଉତ୍ସବରେ ସେ ମୋର ଭାରି ମନେ ପଡ଼ିଯାଉଥିଲା। ଜାଣିନି ସେ କେବେ ପୁଣି ମୋ ସହ ଯୋଗାଯୋଗ କରିବ, ଜାଣିନି ପୁଣି କେବେ ତାକୁ ଦେଖା କରିବାକୁ ସୁଯୋଗ ମିଳିବ। ହେଲେ ତା ପ୍ରତି ଥିବା ସେଇ ଭଲ ପାଇବା ଆଜି ବି ଅଛି। ସେ ପବିତ୍ର ସମ୍ପର୍କ ସହିତ ତା ରାକ୍ଷୀକୁ ଏବେ ବି ଅପେକ୍ଷା କରିଛି। ମୋ ଅନୁଶାସନରେ ତାକୁ ଶାସନ କରିବାକୁ ଏବେ ବି ଅପେକ୍ଷା କରିଛି। ଜାଣିନି ଅନାବନା କଥା କାହାକୁ କେତେ ଭଲ ଲାଗିଲା। ଯଦି ଭଲ ଲାଗିଥିବ ତେବେ କମେଣ୍ଟ କରି ଜଣାଇବାକୁ ଜମା ହିଁ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।